ଅଞ୍ଚଳରେ ଶୋକର ଛାୟା, ସମସ୍ତଙ୍କ ଆଖିରେ ଲୁହର ବନ୍ୟା। ସମସ୍ତ ଅପେକ୍ଷାର ଅନ୍ତ ଘଟିଲା। ଢେଙ୍କାନାଳ ଶହୀଦ ଯବାନଙ୍କ ମୃତଦେହ ପରିବାର ଲୋକଙ୍କ ଦ୍ୱାରା ଚିହ୍ନଟ ହୋଇଛି। ଉଦ୍ଧାର କାର୍ଯ୍ୟ ଚାଲି ରହିଥିବା ବେଳେ 6 ଜଣ ଯବାନଙ୍କ ମୃତଦେହ ମିଳିଛି ଓ ସୈନ୍ୟବାହିନୀ ଦ୍ୱାରା ଉଦ୍ଧାର କାର୍ଯ୍ୟ ଚାଲୁ ରହିଛି। ସେଥିମଧ୍ୟରେ କାମାକ୍ଷାନଗରର କେନ୍ଦୁଢିପ ଗ୍ରାମର ହାବିଲଦାର ସରୋଜ ଦାସଙ୍କ ମୃତଦେହ ମିଳିଛି। ହେଡକ୍ୱାର୍ଟରଙ୍କ ନିର୍ଦ୍ଦେଶ କ୍ରମେ ଦୁର୍ଘଟଣା ସ୍ଥଳରୁ ଶହୀଦଙ୍କ ମୃତଦେହ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବା ପରେ 120 ବାଟାଲିୟନର ସହାୟତା କ୍ରମେ ଢେଙ୍କାନାଳ ଜିଲ୍ଲାପାଳଙ୍କୁ କାର୍ଯ୍ୟାଳୟ ଅବସରରେ ପହଞ୍ଚିବା ପରେ ତାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ପୈତୃକ କେନ୍ଦୁଢିପ ଗ୍ରାମକୁ ଆଣିବାର ପ୍ରକ୍ରିୟା ଚାଲୁ ରହିଛି। ଏବେ ଗ୍ରାମବାସୀ ଓ ପରିବାର ଜ୍ଞାତି କୁଟୁମ୍ବ ପହଞ୍ଚିଛନ୍ତି। ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ମଧ୍ୟ ପହଞ୍ଚି ପରିବାରବର୍ଗଙ୍କୁ ସାନ୍ତ୍ୱନା ଦେଇଛନ୍ତି। ତା ସହିତ କାମାକ୍ଷାନଗର ଅବସରପ୍ରାପ୍ତ ସୈନିକ ସଂଘର ସମ୍ପାଦକ ରବିନାରାୟଣ ସାହୁ ଓ ଅନ୍ୟ କର୍ମକର୍ତ୍ତା ଶହୀଦଙ୍କ ବାସଭବନରେ ପହଞ୍ଚି ସମବେଦନା ଜ୍ଞାପନ କରିଛନ୍ତି। କାମାକ୍ଷାନଗର ନିର୍ବାଚନ ମଣ୍ଡଳୀର ବିଧାନସଭା ବିଜେପି ପ୍ରାର୍ଥୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶତ୍ରୁଘ୍ନ ଜେନା କେନ୍ଦୁଢିପ ଗ୍ରାମରେ ପହଞ୍ଚିଛନ୍ତି। ଅଞ୍ଚଳର ବହୁ ମାନ୍ୟଧନ୍ୟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ ପାଇଁ ଅପେକ୍ଷା କରିଛନ୍ତି। ଢେଙ୍କାନାଳ ଜିଲ୍ଲାରୁ ଅକ୍ଷୟ କୁମାର ନନ୍ଦଙ୍କ ରିପୋର୍ଟ, ଢେଙ୍କାନାଳ ନ୍ୟୁଜ୍। ଘଟଣା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କି ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ, କିଭଳି ତାଙ୍କୁ ସମୁଦ୍ର ସହ ତାଙ୍କ ଶବ ପହଞ୍ଚିବ, ତା ବ୍ୟବସ୍ଥା କ'ଣ କରାଯାଇଛି? ନିଶ୍ଚିତ ଭାବରେ ଆମେ ଦେଖିବା, ଆମେ ତାକୁ ସନ୍ତ୍ରାନ୍ତ ଦେବା ବର୍ତ୍ତମାନ ସମୟରେ ତାଙ୍କର ବିପଦ ସମୟରେ ଆମେ ସମସ୍ତେ ଛିଡ଼ା ହେବା ମିଳିମିଶିକି। ଆଉ ଯେହେତୁ ତାଙ୍କ ବୀର ଯବାନ ଏବଂ ଶହୀଦ ହେଇଛନ୍ତି ଖବର ଆସିଲା ପରେ ଆମେ ଯୋଗାଯୋଗ କରିକି ତାପରେ ଆମେ ଯେତିକି ପରବର୍ତ୍ତୀ ସମୟରେ ଯେତିକି ଆମେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯେତିକି ଯାହା ଆମେ କର୍ତ୍ତବ୍ୟ କରିବା କଥା ସମର୍ପଣ କରିବୁ। ଆପଣଙ୍କ ଭାଇ ଆଜି ଶହୀଦ ହେଇଛନ୍ତି, ଏ ଖବର କେତେବେଳେ ପାଇଲେ ଆଉ କ'ଣ କହିବେ ଭାଇ ବିଷୟରେ? ଆମେ ତ ଏଇ ଗୋଟାକରେ ସେ ଆମକୁ ଫଟୋ ପଠାଇଲେ, ତାଙ୍କର ଯିଏ ଅଛନ୍ତି SM ଫଟୋ ପଠାଇଲେ। ଫଟୋ ପଠାଇକିନା ଆମକୁ କହିଲେ ଯେ ଆମେ ଫଟୋ ଦେଇଛୁ, ଆପଣ ଆଇଡେଣ୍ଟିଫିକେସନ୍ କରନ୍ତୁ। ଫଟୋ ଦେଖିଲା ପରେ ଆମର ଟିକେ ଗୋଟେ ତା ବଡ଼ିରେ ଗୋଟେ ଥିଲା ମାର୍କ ଥିଲା, ଗାଲରେ ଗୋଟେ ବ୍ଲାକ୍ ମୋଲ୍ ଥିଲା। ମୁଁ କହିଲି ସାର୍ ସେଇଟା କାହିଁ ଦେଖାଯାଉନି, ଆମର ପାଣିରେ ଯେହେତୁ 3 ଦିନ ରହିଯାଇଛନ୍ତି। ମୁଁ କହିଲି ଆଉ ଟିକେ କ୍ଲିଅର୍ ଫଟୋ ଗୋଟେ ଦିଅନ୍ତୁ। ଗୋଟେ କ୍ଲିଅର୍ ଫଟୋ ପୁଣି ପଠାଇଲା ପରେ ଆମେ କନଫର୍ମ କଲୁ ଯେ ଆମ ଭାଇ ଆଉ ଶହୀଦ ହୋଇଯାଇଛନ୍ତି। ଆଜ୍ଞା କୁହନ୍ତୁ, କ'ଣ ବର୍ତ୍ତମାନ ପରିସ୍ଥିତି କ'ଣ, ଆଉ ଯେଉଁ ଆପଣଙ୍କର ପୁଅ ବର୍ତ୍ତମାନ ଶହୀଦ ହେଇଯାଇଛନ୍ତି ସେ କ'ଣ କହିବେ? ନିଜ ପୁଅ ମୁଁ ତ ଆଶାରେ ଥିଲି, ମୋ ପୁଅ ଯେଉଁଠି ହେଲେ ଲାଗିଥିବ କି ଗଛରେ ଥିବ, ଆସିଲେ ମୋତେ ଖୁସି ଖବର ମିଳିବ। ଆମେ ସମସ୍ତେ ଅପେକ୍ଷା କରିକିରି ଠାକୁରଙ୍କ କତିରେ ପୂଜା କୀର୍ତ୍ତନ କରି ଅନେଇକିରି ବସିଥିଲୁ। ଏ ଖବର ପାଇଲାଠୁ ମୁଁ ପୁରା ଭାଙ୍ଗିଗଲି। ପୁଅ ଅଦିନରେ ମୋ ସଂସାରଟା ଭାଙ୍ଗିଗଲା। ପୁଅଟା କିଛି ଭଗବାନ କରିପାରିଲାନି, ତା ବଦଳରେ ମୋ ଜୀବନ ଯାଇଥିଲେ ବି ମୁଁ ଖୁସି ହେଇଥାନ୍ତି। ଆଉ ମୋର ତ ହାର୍ଟ ବାହାରୁଛି ଯେ ମୁଁ ବେଶୀ କଥା କହିପାରୁନି। ଆଉ ଗୋଟେ ଆଡ଼େ ଯେତିକି ଦୁଃଖ ହେଉଛି, ସେତିକି ଗର୍ବ ହେଉଛି ଯେ ମୋ ପୁଅ ଦେଶ ପାଇଁ ଶହୀଦ ହେଇଛି।